भ्राता गुरु भगिनी मान मोर सश्रद्धा सप्रेम गुरुस्वामी प्रभु को मोर सश्रद्धा साष्टांग प्रणाम। विशाल विशेष निधान बीजं वरं वरेण्यं निधिविष्णु सर्वे अष्टम संख्या सिक्त करुम नत मस्तक कल्याण धारा तम इच्छा मते चलाई निय हे प्राप्त हे चरम। प्राणनाथ गुरुस्वामी भावग्राही भक्तवत्सल श्री श्री ठाकुरंकर विश्व मानव पाई आशीर्वाद माला कल्याण देली तोते। एहा ही आम समस्तंकर सकल कामनार पूर्ति। एतक पाइबा परे आउ प्राप्ति नाही, कामना बासना मध्य नाही, अछि केवल नित्य शांति। एहा आम समस्तंकर नित्य पाठ्य एवं अनुसरणीय। चरमरे प्रथमर परा मु तते कहिछि, तू खसड़ा पाथरे पाद देइछु, हुसियार होई धीरे धीरे आगेइबु, किंतु मु लक्ष्य करुछि तू थकी जाउछु। आहरी अनेक दूर जीवाकू हेब तते। एही मात्र 7 पादरे तू जदि अवश्य होइजिबु, मन भांगी देबु, तेबे तोर पितांक लक्ष्य पूरण करि परिबु तो बाया? कहिलु बाप, तो ऊपर जे भरोसा करिछि तू कोन ताहा पूर्ण न करी निजको निजे निराश हेबु कि? एही मात्र 7 पादरे जे कंटा तो पादरे फुटिछि से तो किछि नुहे रे। आहुरी अनेक असुमारी कंटा तो चलापथरे बिछा होइछि। भय करना, भांगी पड़ना, मन विकारग्रस्त करना। सबु बेले सबु स्थान रे सबु अवस्था मुंध निकटरे तो पाखे पाखे तोर छाई पड़ी रहिछि। तो पादरे कंटा फुटिबा मात्रे निज हाथ से कंटा मु काढ़ी देबी, तो पाद आउसी देवी, समस्त कष्ट जंत्रणा निमिषक मध्य हरण करि नेबी। निर्भर करी निर्भीक करी आगे जा। मने रखिथिबु, धीरे धीरे सड़क पथ छाड़ी तू गली कंदी अंका बंका अपन्तरा अचिन्हा रास्तारे पाद पकाइबाकू जाउछु। एणिकी जेते जेते आगे चलिथिबु सेते सेते नुआ नुआ अघटनर सामना सामने हेइथिबु। चरम परिवार रे हुए तो से सब घटना तोते अकलिया असुविधा लागिबो।
ସେଥିରୁ ଗୋଟିଏ ଉଦାହରଣ ଦେଇ କହୁଛି, ଧୀର ସ୍ଥିର ଭାବରେ ଶୁଣି ମନେ ରଖିବୁ ଧନ। ବାର ବାର ତୋତେ ବୁଝାଇ କହିଛି, ଏ ସୃଷ୍ଟିରେ ଧର୍ମ ଏକ, ଲକ୍ଷ୍ୟ ଏକ, ପୁଣି କେନ୍ଦ୍ର ମଧ୍ୟ ଏକ, କିନ୍ତୁ ମତ ପଥ ଅନେକ। ସମାଜରେ ଏହି ପ୍ରତିଟି ମତକୁ ପ୍ରଚଳିତ ଭାଷାରେ ସମ୍ପ୍ରଦାୟ ବୋଲି କହୁଛନ୍ତି। ତେଣୁ ପ୍ରତିଟି ମତ, ପ୍ରତିଟି ପଥ ଗୋଟିଏ ଗୋଟିଏ ସମ୍ପ୍ରଦାୟ ଭାବରେ ନାମିତ ହୋଇଛି, କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ସେହି ଏକ ଚରମ ପ୍ରାପ୍ତି। ତୁ ଯେତେବେଳେ ଏହି ସମ୍ପ୍ରଦାୟ ଗୁଡ଼ିକ ନିକଟରେ ପହଞ୍ଚିବୁ, ଦେଖିବୁ କାହାରି ସହିତ କାହାରି ମନମେଳ ନାହିଁ, କାହାରି ସହିତ କାହାରି ପଡୁନାହିଁ। ପ୍ରତ୍ୟେକ ନିଜ ନିଜକୁ ବଡ଼ ବୋଲି ଆପଣା ତୁଣ୍ଡରେ ଦାଣ୍ଡ ଘାଟରେ କଣ୍ଠ ଫିଟାଇ ଡିଣ୍ଡିମ ପିଟୁଛନ୍ତି। ପ୍ରତ୍ୟେକ ଅନ୍ୟମାନଙ୍କୁ ସମାଲୋଚନା କରୁଛନ୍ତି, କଟୁ ଭାଷାରେ ବେଳେବେଳେ ସୌଜନ୍ୟ ମଧ୍ୟ ଭୁଲି ଯାଉଛନ୍ତି, ଅଯଥାରେ ଚରିତ୍ର ସଂହାର ମଧ୍ୟ କରୁଛନ୍ତି। ପ୍ରତ୍ୟେକ କହୁଛନ୍ତି ଆମେ ହିଁ ଠିକ୍ ଆଉ ସମସ୍ତେ ଭୁଲ। ଆହୁରି ଦେଖିବୁ, ଯଦି କୌଣସି କାରଣରୁ ଆକୃଷ୍ଟ ହୋଇ ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଦେଖେଇଲା ତ ତେବେ ତାକୁ ତାର ନିଜ ସମ୍ପ୍ରଦାୟର ଏକ ରକମ ବାଛନ୍ଦ କରି ଦିଆଯାଉଛି। ଧର୍ମଦ୍ରୋହୀ, ଗୁରୁଦ୍ରୋହୀ, ଗୁରୁତ୍ୟାଗୀ ଇତ୍ୟାଦି ଦୋଷ ତା ମୁଣ୍ଡରେ ଲଦି ଦିଆଯାଉଛି। ଏସବୁ କେବଳ ଭୌତିକ ଜଗତର ଖେଳ। ଆଧ୍ୟାତ୍ମିକ ଜଗତରେ ଏସବୁ ଖେଳ ଆଦୌ ନାହିଁ। ତୁ କ'ଣ ଜାଣିନାହୁଁ ନା ଶୁଣିନାହୁଁ? ସର୍ବଦେବ ନମସ୍କାର କେଶବମ୍ ପ୍ରତି ଗଚ୍ଛତି। ତମେ ଯାହାକୁ ପୂଜା, ଯାହାକୁ ନମସ୍କାର କର, ସେସବୁ ସେହି ଏକ ଏବଂ ଅଦ୍ୱିତୀୟ ନିରାକାର ବ୍ରହ୍ମ ହିଁ ସର୍ବଥା ଓ ସର୍ବଦା ଗ୍ରହଣ କରୁଅଛନ୍ତି। ଦକ୍ଷତାର ସହିତ ଦନ୍ତୁରିତ ପଥରେ ପାଦ ପକାଇ ଚାଲୁ ଚାଲୁ ସାମ୍ପ୍ରତିକ ସମାଜରେ ତୁ ଏହିପରି ହଟଚମଟ ଦେଖି କସ୍ମିନ୍ କାଳେ ବିଷାଦ ଗ୍ରସ୍ତ ହେବୁ ନାହିଁ। ବାପ, ବିଚଳିତ ହେବୁ ନାହିଁ। ଧୀର ସ୍ଥିର ଭାବରେ ସକଳ ମାନ ଅପମାନ, ବାଦ ବିସମ୍ବାଦ, ବିବାଦ ଅପବାଦକୁ ପାଶୋରି ଯାଇ ତୋ କାମରେ ଲାଗିଥିବୁ। କାରଣ ଏସବୁ ଖେଳ ପାଇଁ ସେମାନଙ୍କର କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ମଧ୍ୟ ନାହିଁ। ଏପରି ମନୋଭାବ ତାଙ୍କର ରହିବ ନିଶ୍ଚୟ। ଯୁଗେ ଯୁଗେ ଏହି ମନୋଭାବ ଲୋକ ସମାଜରେ ରହି ଆସିଛି, ଏବେ ବି ରହିଛି, ରହିବ ମଧ୍ୟ। ଏହା ପରା ସ୍ରଷ୍ଟା ପୁରୁଷଙ୍କର ଲୀଳା ବଡ଼ ବିଚିତ୍ର। ପ୍ରତ୍ୟକ୍ଷ ଅନୁଭୂତି ବିନା ଏ ବିଚିତ୍ର ଲୀଳାର ଆଦି ଅନ୍ତ କଳନା କରିବା ସମ୍ଭବ ନୁହେଁ। ପୁରୁଷୋତ୍ତମର ସନ୍ତାନ ତୁ ପରା ନିଗମ ଘରର ପିଲାରେ। ସେ ଘରର ପାଠ ପଢ଼ି ସାରି ତୁ ଏଠାକୁ ଆସିଛୁ। ତେଣୁ ଏଠାରେ ପହଞ୍ଚିଲା ପରେ ତୋ ପିତାଙ୍କର ଲୀଳାକୁ ଭୁଲି ଯାଇ ଯଦି ତୁ ସେହି ମାୟା ଜାଲରେ ଛନ୍ଦି ହୋଇଯିବୁ, ତେବେ ତୋର, ତୋ ପିତାର, ତୋ ଘରର ବିଶେଷତ୍ୱ, ମହିମା ଓ ମର୍ଯ୍ୟାଦା ରହିବଟି? ଧନରେ, ମୁଁ ବୁଝୁଛି ତୁ ବାରମ୍ବାର ଆଘାତ ପାଇ ତୋ ଘରର ପାଠ କିଛି କିଛି ଭୁଲି ଯାଇଛୁ। ମନେ ପକାଇ ଦେଉଛି, ସ୍ମରଣ କରିନେ। ସ୍ତୂପୀକୃତ ଜଡ଼ ଜଗତ ଊର୍ଦ୍ଧ୍ୱରେ ସୂକ୍ଷ୍ମ ଜଗତ, ସୂକ୍ଷ୍ମ ଜଗତର ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ ଅବ୍ୟକ୍ତ ମଣ୍ଡଳ କଥା ଟିକେ ମନେ ପକା। ସେଠାରେ ଗଦା ଗଦା ହୋଇ ଜ୍ଞାନତତ୍ତ୍ୱ ଠୁଳ ହୋଇ ରହିଛି। କେବଳ ସ୍ରଷ୍ଟାଙ୍କ ବ୍ୟତୀତ ଆଉ କେହି ତାହାର କଳନା କରିପାରେ ନାହିଁ। ଜାଣିବା ତ ବହୁ ଦୂରର କଥା। ସେ ଯେତିକି ଜ୍ଞାନ ଏ ସୃଷ୍ଟିକୁ ପଠାଇବାକୁ ଇଚ୍ଛା କରନ୍ତି, କେବଳ ସେତିକି ଆସେ। କିନ୍ତୁ ବାୟାରେ ଜ୍ଞାନ କ'ଣ ସ୍ଥୂଳ ବସ୍ତୁ ଯେ କୌଣସି ଏକ ସ୍ୱରୂପ ଧରି ଖସି ଆସିବ? ସେଥିପାଇଁ ଜ୍ଞାନର ଆଧାର ରୂପେ ଜ୍ଞାନୀପୁତ୍ର ସୃଷ୍ଟି କରି ତାଙ୍କରି ମାଧ୍ୟମରେ ସ୍ରଷ୍ଟା ଏକ ନିର୍ଦ୍ଦିଷ୍ଟ ତତ୍ତ୍ୱଜ୍ଞାନ ଧରାଧାମକୁ ଏକ ନିର୍ଦ୍ଦିଷ୍ଟ ସମୟରେ ପଠାଇଥାନ୍ତି। ଷଡ଼ବର୍ଗ କାମ, କ୍ରୋଧ, ଲୋଭ, ମୋହ, ମଦମାଶ୍ଚର୍ଯ୍ୟ ସିଦ୍ଧ ଦୁଇ ପ୍ରକାର ମାନସ ପୁତ୍ରଙ୍କୁ ସ୍ରଷ୍ଟା ସୃଷ୍ଟିର କଲ୍ୟାଣ ନିମନ୍ତେ ସୃଷ୍ଟି କରନ୍ତି। ସେ ମଧ୍ୟରେ ଦଳେ ଚେତନଶୀଳ ଓ ଅନ୍ୟ ଦଳେ କ୍ରିୟାଶୀଳ।
ଚେତନଶୀଳ ସନ୍ତାନ ମାନେ ଅବ୍ୟକ୍ତ ଜ୍ଞାନ ମଣ୍ଡଳରୁ ଜ୍ଞାନ ତତ୍ତ୍ୱ ନେଇ ସିଧା ଓହ୍ଲାଇ ଆସନ୍ତି ଜନ୍ମସିଦ୍ଧ ହୋଇ। ସେମାନଙ୍କର ଆଉ କୌଣସି ସାଧନାର ପ୍ରୟୋଜନ ହୁଏ ନାହିଁ। କ୍ରିୟାଶୀଳ ସନ୍ତାନ ମାନେ ଆଶୀର୍ବାଦ ନେଇ ଆସନ୍ତି ଏବଂ କ୍ରିୟା ଯୋଗ ମାଧ୍ୟମରେ ଜ୍ଞାନ ସିଦ୍ଧି ଆହରଣ କରନ୍ତି। ସମସ୍ତେ ସମାନ ଓ ସମସ୍ତେ ସେହି ଏକ ପିତାର ସନ୍ତାନ। ଆଜି ଏତିକି, ପରଥରକୁ ପୁଣି ଏଇଠାରୁ ଆରମ୍ଭ କରିବି। ମୋତେ ସଞ୍ଜେ ସକାଳେ ସ୍ମରଣ କରି ସର୍ବଦା ଓ ସର୍ବଥା ମନେ ରଖି ଧାରା କରି କର୍ମଯୋଗ ଅଭ୍ୟାସ କରି ତୋର ଲକ୍ଷ୍ୟ ଚରମ ପ୍ରାପ୍ତି ଦିଗରେ ଆଗେଇ ଚାଲିଥିବୁ। ମୁଁ ତୋତେ କଲ୍ୟାଣ କରୁଛି। ଇତି ତୋର ଚିରମଙ୍ଗଳକାରୀ ପିତା ଗୁରୁସ୍ୱାମୀ।